ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ 56 ଭୋଗ ମଧ୍ୟରୁ ଗୋଟିଏ ଗଇଁଠା ପିଠା, ଯୋଉଟାକି ବଉଳ ଅମାବାସ୍ୟାରେ ବନା ହୁଏ ଏ ଗଇଁଠା ପିଠା। ତ ଆଗକୁ ଆସିଛି ବଉଳ ଅମାବାସ୍ୟା, ତ ଆଜି ବନେଇବା ବହୁତ ସହଜ ଉପାୟରେ ଗଇଁଠା ପିଠା। ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ମୁଁ ଏଠି ନେଇଛି ଚାଉଳ ଗୁଣ୍ଡ, ଯୋଉଟାକୁ ମୁଁ 3 ରୁ 4 ଘଣ୍ଟା ଭିଜେଇକି ତାକୁ ଛାଣି ନେଇଥିଲି, ଫ୍ୟାନ୍ ତଳେ ଦେଇକି ତାକୁ ଗ୍ରାଇଣ୍ଡ କରି ନେଇଛି। ଆପଣ ଯଦି ଚାଉଳ ଗୁଣ୍ଡ ନାହିଁ, ଆପଣ ମାର୍କେଟରୁ ବି ଚାଉଳ ଗୁଣ୍ଡ କିଣିକି ଆଣିକି ଆପଣ ଏ ରେସିପିଟା ବନେଇ ପାରିବେ। ତ ମାପ ହିସାବରେ ମୁଁ ଗୋଟେ ଗିନା ଚାଉଳ ନେଇଛି, ସେଥିରୁ ଗୋଟିଏ ଚାମଚ ଚାଉଳ ଗୁଣ୍ଡ ମୁଁ ବାହାର କରି ନେଇଛି, ଯୋଉଟାକି ଆମେ ପଛରେ ବ୍ୟବହାର କରିବା। ତ ଆପଣ ଯେତିକି ବନେଇବେ ସେଇ ଅନୁସାରେ ମାପରେ ଆପଣ ଚାଉଳ ଗୁଣ୍ଡ ନେଇପାରିବେ। ଯୋଉ ଗିନାରେ ମୁଁ ଚାଉଳ ନେଇଛି ସେଇ ଗିନାରେ ମୁଁ ଏଠି କ୍ଷୀର ନେଇଛି, ଯୋଉଟା ଆପଣ କଞ୍ଚା କ୍ଷୀର ବି ନେଇପାରିବେ। ମୁଁ ଏଠି ଫୁଟା କ୍ଷୀର ନେଇଛି, ସେମ୍ ଗିନାରେ ଗୋଟେ ଗିନା କ୍ଷୀର, ପିଞ୍ଚଟେ ଲୁଣ ଦେଇଛି, ଆଉ ଏଠି ଦେଇଛି 1.5 ଚାମଚ ଚିନି। ଯୋଉଟାକି ଆମେ ଗଇଁଠା ବନେଇଲା ବେଳେ ପିଠାଟା ଆମକୁ ମାନେ ମିଠା ନ ଲାଗିଲେ ଟେଷ୍ଟଲେସ୍ ଲାଗିବ, ତ ଟିକେ ଚିନି ଆଡ୍ କରିନିଅନ୍ତୁ। ଏଠି 1 ଚାମଚ ଦେଇଛି ଗୁଆ ଘିଅ। ତାପରେ କୋରା ନଡ଼ିଆ ଯୋଉ ୟୁଜ୍ କରିବେ ଟିକେ ଭଲସେ ମାନେ ଗୋଟା ଗୋଟା ହେଲେ ପାଟି ଲାଗିବ, ଟିକେ ଭଲସେ କୋରି ନେଇଥିବେ, ଯୋଉଟାକି ଆପଣ ଚାହିଁଲେ ଗ୍ରାଇଣ୍ଡରରେ ବି ଟିକେ ଗ୍ରାଇଣ୍ଡ କରିପାରିବେ। ଟିକେ ଚୁନା ଚୁନା ହେଇଥିଲେ ନଡ଼ିଆର କୋରାଟା ଭଲ ହବ। ତ କ୍ଷୀରଟା ଫୁଟି ଆସିଲା ବେଳେ ଆମେ ଯୋଉ ଚାଉଳ ଗୁଣ୍ଡ ନେଇଥିଲେ ଏଠି ପକେଇ ନେବା। ତ ଚାଉଳ ଗୁଣ୍ଡ ପକେଇଲା ପରେ କିଛି ସମୟ ଛାଡ଼ିଦେବା, ତାପରେ ଆମେ ଗ୍ୟାସର ହିଟ୍ ଲୋ କରିକି ଚାଉଳଟାକୁ ଭଲସେ ଜନ୍ତି ନେବା। ମୁଁ ଏଠି ବଡ଼ ଗୁଜୁରାତି ଆଉ ଅଳେଇଚକୁ ଏଠି ଗୁଣ୍ଡ କରିକି ମାନେ ଛେଚିକି ନେଇଛି, ବାସ୍ନାଟା ଭଲ ଦବ ପିଠାରେ। ତ ଏଠି 2 ରୁ 3 ମିନିଟ୍ ଆମର ଚାଉଳ ଚୁନାକୁ ଭଲସେ ଜନ୍ତି ନେବା। ଯେତେ ଭଲସେ ଜନ୍ତି ହେବ, ନରମ ହବ, ଆପଣଙ୍କର ଗଇଁଠା ସେତେ ଭଲ ରହିବ, ନରମ ରହିବ। ତ 2 ରୁ 3 ମିନିଟ୍ ପରେ ଦେଖିପାରୁଥିବେ ବଢ଼ିଆ ସେ ଆମର ଏଠି ଚାଉଳଟା ଜନ୍ତି ହେଇଗଲାଣି। ତ ଗ୍ୟାସର ଫ୍ଲେମ୍ ଏଠି ବନ୍ଦ କରିନେବା। ଆଉ ଦେଖିପାରୁଥିବେ ଭଲସେ ଜନ୍ତି ହେଇଗଲାଣି। ତ ଆକୁ ଗୋଟେ ଜାଗାକୁ ବାହାର କରିନେବା। ତ ମୁଁ ଏଠି ଗୋଟେ ଜାଗାକୁ ବାହାର କରିନେଇଛି, ଗରମ ଅଛି, ତାକୁ ଚାରିଆଡ଼େ ଭଲସେ ଖେଳେଇ ନେବା, ଯେମିତି ଆମର ଜନ୍ତାଟା ଟିକେ ଥଣ୍ଡା ହେଇଗଲା, ମାନେ ଅଳ୍ପ ଥଣ୍ଡା ହେଲେ ଆପଣ ହାତରେ ଭଲସେ ଚକଟି ପାରିବେ। ତ ମୁଁ ଏଠି କିଛି ସମୟ ଛାଡ଼ି ନେବି। ଆଉ ଦେଖିପାରୁଥିବେ ବହୁତ ହି ନରମ ବନିଛି ଆମର ଜନ୍ତାଟା। ତ ଆକୁ 2 ରୁ 3 ମିନିଟ୍ ଭଲସେ ଆମେ ଚକଟି ନେବା। ତ ଆପଣ କେମିତି ଗଇଁଠା ପିଠା ମାନେ ଗଇଁଠା କ୍ଷୀରି ବନାନ୍ତି ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ଆଉ ତ ଏଇ ପ୍ରୋସେସରେ ବନାନ୍ତୁ, ତ ବହୁତ ହି ଟେଷ୍ଟି ଗଇଁଠା ପିଠା ଆପଣ ବନେଇ ପାରିବେ ବଉଳ ଅମାବାସ୍ୟାରେ। ତ ଏଠି 2 ମିନିଟ୍ ମୁଁ ଭଲସେ ଚକଟି ସାରିଲା ପରେ ଦେଖିପାରୁଥିବେ ବହୁତ ହି ନରମ ବନିଗଲା। ତ ଆପଣ ଗୋଲ ଗୋଲ ବନେଇ ପାରିବେ, ଲମ୍ବା ବନେଇ ପାରିବେ, ଆପଣଙ୍କୁ ଯୋଉ ସେପ୍ ପସନ୍ଦ ସେଇ ହିସାବରେ ଆପଣ ଏଇ ଗଇଁଠା ବନେଇ ପାରିବେ। ତ ମୁଁ ଏଠି କିଛି ଛୋଟ ଛୋଟ ଗୁଳା ବନେଇ ନେଇଛି। ତ ଏମିତି କିଛି ସରୁ ସରୁ ବି ବନେଇ ପାରିବେ। ତ ଏମିତି ବଡ଼ ଆକାରରେ ନେଇକି ଦି ପଟ ସାଇଡ଼ରେ ଆପଣ ପ୍ରେସ୍ କରିକି ଏମିତି ବି ଡିଜାଇନର ବି ବନେଇ ପାରିବେ। ଆପଣଙ୍କୁ ଯୋଉ ସେପ୍ ପସନ୍ଦ ଆପଣ ସେଇ ହିସାବରେ ବନେଇ ପାରିବେ। ଦେଖିପାରୁଥିବେ ମୁଁ 2 ପ୍ରକାର ଏଠି ବନେଇଛି, କିଛି ଛୋଟ ଛୋଟ ଗୁଳା ନେଇଛି, ଆଉ କିଛି ଆପଣ ସିଲିଣ୍ଡର ସେପ୍ରେ ନେଇଛି। ତ ଗୋଟେ ଗିନାରେ ଦେଖିପାରୁଥିବେ କେତେ ସାରା ବନେଇଛି। ତ ଏଠି ନେଇଛି 1 ଚାମଚ ଗୁଆ ଘିଅ। ସବୁଠୁ ଏଇଟା ଇଜି ପ୍ରୋସେସ୍, ନିଶ୍ଚିନ୍ତ ଆପଣ ଏଇ ରେସିପିଟା ଘରେ ବନାନ୍ତୁ। ତ ବଉଳ ମାସରେ ଆପଣ କେମିତି ବନିଥିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଏଠି ମୁଁ ନେଇଛି କିଛି କାଜୁ ଆଉ କିଛି ଆଲମଣ୍ଡକୁ ଲମ୍ବା ଲମ୍ବା କାଟି ନେଇଛି। ତ ଏମିତି ଭାଜିକି ପକେଇଲେ ତ ବହୁତ ମାନେ ଟେଷ୍ଟି ସହିତ କ୍ରଞ୍ଚି ପାଟିରେ ଖାଇଲା ବେଳକୁ ବହୁତ ହି ବଢ଼ିଆ ଲାଗିବ। କଞ୍ଚା ଅପେକ୍ଷା ଆପଣ ଟିକେ ଭାଜିକି ପକାନ୍ତୁ ତ ବଢ଼ିଆ ଲାଗିବ। ତ ଏଠି ଭାଜି ହେଇଗଲା ପରେ ବାହାର କରି ନେଇଛି। ତ ଏଠି ସେମ୍ କରେଇରେ କିଛି ଗୁଆ ଘିଅ ବି ଅଛି। ଗୋଟେ ଗିନା ଚାଉଳ ଗୁଣ୍ଡ ନେଇଥିଲି, ତ ଏଠି 4 ଗିନା ମୁଁ ଏଠି କ୍ଷୀର ଦେଇଛି। ତ ଆପଣ ଚାହିଁଲେ ଟିକେ ଅଧିକା ବି କ୍ଷୀର ଦେଇପାରିବେ, କିନ୍ତୁ 4 ଗିନା କ୍ଷୀର ନେଲେ 1 ଗିନା ଚାଉଳକୁ ଏଇଟା ପରଫେକ୍ଟ ମାପ। ତ ଅଧିକା ସମୟ ଟିକେ ବସିବାକୁ ପଡ଼ିବ ଯଦି ଅଧିକା ଟିକେ କ୍ଷୀର ନେଉଛନ୍ତି। ତ କ୍ଷୀର ପକେଇଲା ପରେ ଭଲସେ ଗୋଳେଇ ନେବା। ଏଠି 2ଟା ଦେଇ ଦେଇଛି ତେଜପତ୍ର, ଯୋଉ ଗୁଜୁରାତି ଆଉ ବଡ଼ ଅଳେଇଚର ଏଠି ମୁଁ ଛେଚିକି ରଖିଥିଲି ତାକୁ ଦେଇ ଦେଇଛି। ତ 2ଟା ଯାକ ପକେଇଲେ ବଢ଼ିଆ ବାସ୍ନା ହବ। ଆପଣ ଚାହିଁଲେ ଖାଲି ଅଳେଇଚକୁ ବି ଛେଚିକି ଗୁଜୁରାତିକି ବି ଛେଚିକି ପକେଇ ପାରିବେ।
ଏଠି କିଛି ନଡ଼ିଆକୁ ମୁଁ ଛୋଟ ଛୋଟ କାଟିକି ରଖିଥିଲି ତାକୁ ପକେଇ ନେଇଛି। ଏଠି କିଛି କୋରା ନଡ଼ିଆ ବି ଦେଇ ଦେଇଛି। ସବୁ ପକେଇଲା ପରେ ଭଲସେ ଗୋଳେଇ ନେବା ଆଉ କ୍ଷୀରଟାକୁ ଫୁଟିବାକୁ ଦେବା। ଏଠି 1 ରୁ 2 ମିନିଟ୍ ଫୁଟିଲା ପରେ ଆମେ ଯେଉଁ ଗଇଁଠା ବନେଇକି ରଖିଥିଲେ ଜନ୍ତିକି ତାକୁ ଏଠି ପକେଇ ନେବା। ଯେତେବେଳେ ଏଗୁଡ଼ାକ ପକଉଛନ୍ତି ଆପଣ ସାଙ୍ଗେ ସାଙ୍ଗେ ମାନେ ଗୋଳେଇବେନି, ତ ଯେଉଁ ଚାଉଳ ଯେଉଁ ଆମେ ଜନ୍ତିକି ପକେଇଛେ ସେ ଭାଙ୍ଗିବାର ବହୁତ ନରମ ଜନ୍ତା ହେଇଛି ତ ଭାଙ୍ଗିଯିବ। ତ ଅଳ୍ପ ସମୟ ଛାଡ଼ିଲା ପରେ ଆପଣ ଗୋଳେଇବେ। ଏଠି 2 ରୁ 3 ମିନିଟ୍ ଭଲସେ ଫୁଟିଗଲା ପରେ ମୁଁ ଏଠି ସ୍ୱାଦ ଅନୁସାରେ ଚିନି ଦେଇ ଦେଇଛି। ଆଉ ଦେଖିପାରୁଥିବେ ଆମେ ଯେଉଁ ଗଇଁଠା ପକେଇଛି ସେ ଉପରକୁ ମାନେ ଭାସି ଆସିଲାଣି, ତାମାନେ ଆମର ଏଠି ଗଇଁଠା ଯାକ ଭଲସେ ଫୁଲି ଯାଇଛି। ଆଉ ଚାରିଆଡ଼େ ଯେଉଁ ମଲେଇ ଲାଗିଛି ତାକୁ ଆମେ ଭିତରେ ମାନେ ଗୋଳେଇକି ଭିତରେ ମିଶାଇ ନେବା। ଆଉ ଦେଖିପାରୁଥିବେ ଭଲସେ ଉପରକୁ ଆସିଗଲାଣି। ତ ଆମର ଗଇଁଠା କ୍ଷୀରି ବନିକି ରେଡ଼ି ହେଇଗଲାଣି। ତ ଆଉ 2 ମିନିଟ୍ ଏଠି ମୁଁ ଫୁଟେଇ ନେବି। ଟୋଟାଲ 10 ରୁ 12 ମିନିଟ୍ ସମୟ ଲାଗୁଛି। ତ ଏଠି ମୁଁ ଯେଉଁ ଚାଉଳ ଗୁଣ୍ଡ 1 ଚାମଚ ରଖିଥିଲି ଏଠି ଅଳ୍ପ ପାଣି ଦେଇକି ଗୋଳେଇକି ଦେବା, ଯାହାଦ୍ୱାରା କି ଆମର ଗଇଁଠା କ୍ଷୀରିଟା ଟିକେ ବହଳିଆ ହେବ। ତ ଆଜିର ଭିଡ଼ିଓଟି ଯଦି ଭଲ ଲାଗୁଛି ତ ଲାଇକ୍ ନିଶ୍ଚିନ୍ତ କରିନେବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ରେସିପିଟା ଭଲ ଲାଗୁଛି ନିଶ୍ଚିନ୍ତ ଫ୍ରେଣ୍ଡସ୍ ଫ୍ୟାମିଲି ସହିତ ସେୟାର କରିନେବେ। ଯେଉଁ ଚାଉଳକୁ ଏଠି ଗୋଳେଇଥିଲି ଏଠି ପକେଇ ନେଇଛି। ପକେଇଲା ପରେ ଭଲସେ ଗୋଳେଇ ନେବା, ଯେମିତି ଆମର ଗଇଁଠା କ୍ଷୀରିଟା ଯଦି ଆପଣ ଚାଉଳ ଗୁଣ୍ଡ ଦେଉଛନ୍ତି ତ ବହଳିଆ ହେଇଯିବ। ତ ଚାଉଳ ଗୁଣ୍ଡ ପକେଇଲା ପରେ ଆଉ ବେଶୀ ସମୟ ବସିବାନି, 1 ମିନିଟ୍ ଫୁଟିବାକୁ ଛାଡ଼ିଦେବା। ଯଦି ଆପଣ ବହୁତ ସମୟ ବସେଇବେ ବହୁତ ହି ବହଳିଆ ହେଇଯିବ। ତ ଏତିକି ଦେଖୁଛନ୍ତି ବହଳିଆ, ଆଉ ଥରେ ଥଣ୍ଡା ହେଲା ପରେ ଆହୁରି ବି ବହଳିଆ ହେଇଯିବ। ତ ଏଠି ଯେଉଁ ଭାଜିକି ରଖିଥିଲେ ଆମେ କାଜୁ ଆଉ ଆଲମଣ୍ଡକୁ ଏଠି ପକେଇ ନେବା। ଏଠି ଗ୍ୟାସରେ ବନ୍ଦ କରିନେଇଛି। ଆଜିର ଗଇଁଠା କ୍ଷୀରି ରେସିପି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ମତାମତ ଦେବେ। ଆଉ ଯଦି ଗଇଁଠା କ୍ଷୀରି ବନିଲା ନିଶ୍ଚିନ୍ତ ବଉଳ ତ ନିହାତି ଦରକାର। ଆଉ ଆପଣଙ୍କୁ ଗୋଟେ ଭାଙ୍ଗିକି ବି ଦେଖାଉଛି କେତେ ନରମ ବନିଛି। ବହୁତ ହି ଟେଷ୍ଟି ବନିଥିଲା। ତ ଆପଣମାନେ ବି ଏମିତି ଗଇଁଠା କ୍ଷୀରି ବନାନ୍ତୁ ବଉଳ ଅମାବାସ୍ୟାରେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।